ଏବେ ସେ ଆଖିଦୃଶିଆ ଉନ୍ନତି କରିବାର ପ୍ରୟାସ କରନ୍ତୁ। ଏବେ ତ କ୍ଷମତା ତାଙ୍କ ହାତରେ, ରାଜ୍ୟବାସୀ ତ ତାଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି, ତାହା ନିର୍ବାହ କରନ୍ତୁ। ମୋର ଖାଲି ଗୋଟିଏ ଛୋଟିଆ ନିବେଦନ, ସେ ପୂର୍ବ ସରକାରକୁ ଦୋଷ ଦେଇ ଦାୟିତ୍ୱମୁକ୍ତ ହେବାକୁ ଉଦ୍ୟମ କରନ୍ତୁ ନାହିଁ। ଅତୀତକୁ ଭୁଲନ୍ତୁ, ବର୍ତ୍ତମାନ ପ୍ରତି ସଚେତନ ହୁଅନ୍ତୁ, ଆବଶ୍ୟକତା ପ୍ରତି ସଚେତନ ହୁଅନ୍ତୁ। ଆଉ ସେ ବାରମ୍ବାର ଯେଉଁ କଥା ଉପରେ ସେ ଆଲୋକପାତ କରୁଛନ୍ତି ବିକଶିତ ଓଡ଼ିଶା ଗଠନର ବ୍ରତୀ ହୁଅନ୍ତୁ। ଏବେ ସେ ଆଖିଦୃଶିଆ ଉନ୍ନତି କରିବାର ପ୍ରୟାସ କରନ୍ତୁ। ଏବେ ତ କ୍ଷମତା ତାଙ୍କ ହାତରେ, ରାଜ୍ୟବାସୀ ତ ତାଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି, ତାହା ନିର୍ବାହ କରନ୍ତୁ। ମୋର ଖାଲି ଗୋଟିଏ ଛୋଟିଆ ନିବେଦନ, ସେ ପୂର୍ବ ସରକାରକୁ ଦୋଷ ଦେଇ ଦାୟିତ୍ୱମୁକ୍ତ ହେବାକୁ ଉଦ୍ୟମ କରନ୍ତୁ ନାହିଁ। ଅତୀତକୁ ଭୁଲନ୍ତୁ, ବର୍ତ୍ତମାନ ପ୍ରତି ସଚେତନ ହୁଅନ୍ତୁ, ଆବଶ୍ୟକତା ପ୍ରତି ସଚେତନ ହୁଅନ୍ତୁ। ଆଉ ସେ ବାରମ୍ବାର ଯେଉଁ କଥା ଉପରେ ସେ ଆଲୋକପାତ କରୁଛନ୍ତି ବିକଶିତ ଓଡ଼ିଶା ଗଠନର ବ୍ରତୀ ହୁଅନ୍ତୁ।